ଲୋରଙ୍ଗବତୀ ଲୋରଙ୍ଗବତୀ ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲ କଥା। କିଛି ସମୟ ପାଇଁ ଆମ ମନରେ ଶିହରଣ ଖେଳିଗଲା ଏ ଗୀତ ଶୁଣି, ନୁହେଁ କି? ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆମର ଏ ଲୋକକଳା। କେବଳ ବିଦ୍ୟାଳୟ ଶିକ୍ଷା ହିଁ ଓଡ଼ିଶାର ଲୋକକଳାକୁ ବଞ୍ଚାଇ ରଖିବାକୁ ସାହାଯ୍ୟ କରୁଛି। ଏହିପରି ଏକ ବିତର୍କର ବିଷୟବସ୍ତୁ ନେଇ ମୁଁ ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ। ସର୍ବପ୍ରଥମେ ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟସ୍ପଦ ଗୁରୁଜୀ ଓ ଗୁରୁମାବୃନ୍ଦ, ଏଠାରେ ଉପସ୍ଥିତ ବିଚାରକ ମଣ୍ଡଳୀ, ଭଦ୍ରବ୍ୟକ୍ତି ଓ ନିମନ୍ତ୍ରିତ ଅତିଥି ତଥା ମୋର ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀ ସହପାଠିନୀଗଣ। ଶିଶୁଟିଏ ତାର ବାଲ୍ୟ, ଶୈଶବ, କୈଶୋର ଅବସ୍ଥା ଏପରିକି ପରିଣତ ଅବସ୍ଥା ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥାଏ। ଶାରୀରିକ, ବୌଦ୍ଧିକ, ସର୍ବାଙ୍ଗୀନ ଶିକ୍ଷା ସମାପ୍ତ ପରେ ହିଁ ଜୀବନ କୌଶଳ ଶିଖିଥାଏ। ବିଦ୍ୟାଳୟ ଏପରି ଏକ ଅନୁଷ୍ଠାନ ବା ସାଂଗଠନିକ କ୍ଷେତ୍ର ଯେଉଁଠାରେ ଶିଶୁଟିର ସର୍ବାଙ୍ଗୀନ ବିକାଶ ପାଇଁ ପିତାମାତା, ପରିବେଶ, ସରକାର ସମସ୍ତେ ଅଙ୍ଗୀକାରବଦ୍ଧ ଥାଆନ୍ତି। ଲୋକକଳା ହେଉଛି ଆମ ସଂସ୍କୃତି, ଆମ ପରମ୍ପରା, ଆମର ନୀତିଦିନିଆ ଅଭ୍ୟାସ, ଘରେ ଘରେ ଆଦୃତ। ଗୀତା ପାଠ, ଭାଗବତ, ପୁରାଣ ପୋଥିର ଆଲୋଚନା, ବ୍ରତ ଉପବାସ ଆଦିର ଚର୍ଚ୍ଚା ବିଦ୍ୟାଳୟରେ ହିଁ ଶିକ୍ଷା କରିବା ସହଜ ହୁଏ। ସଂସ୍କୃତିର ମୂଳ ଆଧାର ଏହି ଲୋକକଳା। ଆଜି ଓଡ଼ିଶୀ ନୃତ୍ୟ ଶିକ୍ଷା ପାଇଁ ଦେଶ ବିଦେଶରୁ ନୃତ୍ୟଶିଳ୍ପୀ ଆସୁଛନ୍ତି। ସେହିଭଳି ବାଲୁକା ଶିଳ୍ପ, ଟେରାକୋଟା, ତାରକସି କାମ, ହସ୍ତତନ୍ତ ଇତ୍ୟାଦି କଳା ପାଇଁ ଉପଯୁକ୍ତ ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ସୃଷ୍ଟି କରାଗଲେ ବିକାଶ ଚରମ ସୀମାରେ ପହଞ୍ଚି ପାରିବ, ଏହା ନିଃସନ୍ଦେହ। ସେହିପରି ପାଲା, ଦାସକାଠିଆ, ଗୋଟିପୁଅ ନାଚ, ପାଇକ ଆଖଡ଼ା ଭଳି ଲୋକକଳା ଆଜି ବିଲୁପ୍ତ ପ୍ରାୟ। ଏହାର କାରଣ ଶିକ୍ଷାନୁଷ୍ଠାନରେ କଳାର ଆଦର ଆଜି ନାହିଁ। ଯଦି ଏଭଳି ସୁବିଧା ସୃଷ୍ଟି କରାଯିବ ତେବେ ଲୋକମାନେ ନିଶ୍ଚୟ ଲୋକକଳାକୁ ଗୁରୁତ୍ୱ ଦେବେ। ବିଶ୍ୱସ୍ତରରେ କଳାକୁ ପହଞ୍ଚାଇବା ପାଇଁ ସୁଯୋଗ ଦିଆଯିବ ଏବଂ ଭବିଷ୍ୟତ ଜୀବନ ପାଇଁ ଏହିଭଳି ଲୋକକଳା ଯଦି ଜୀବିକା ହୋଇପାରିବ ତେବେ ଆଧୁନିକ ଯୁଗ ସହ ତାଳ ଦେଇ ଏସବୁ କଳାକୁ ଲୋକେ ଆଦରି ନେବେ। ଇଣ୍ଟରନେଟ, ସୋସିଆଲ ମିଡିଆ ଏଥିପାଇଁ ଏକ ପ୍ରମୁଖ ମାଧ୍ୟମ ହେବ। ବିଦ୍ୟାଳୟ ପାଠ୍ୟକ୍ରମରେ ଲୋକକଳା ଏକ ବିଷୟବସ୍ତୁ କରାଯିବ। ପ୍ରତ୍ୟେକଟି ଆଞ୍ଚଳିକ ଲୋକକଳାକୁ ଗୁରୁତ୍ୱ ଦିଆଯିବ। ପ୍ରତି ବାର୍ଷିକ ଉତ୍ସବ, ବାର୍ଷିକ କ୍ରୀଡ଼ା ଭଳି ବାର୍ଷିକ ଲୋକକଳା ଉତ୍ସବ ପାଳନ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକକଳାକୁ ପ୍ରାଧାନ୍ୟ ଦିଆଯିବ। ସ୍ୱତନ୍ତ୍ର ମ୍ୟୁଜିୟମ କରାଯାଇ ଲୋକକଳାର କୃତିଗୁଡ଼ିକୁ ସଂଗୃହୀତ କରାଯିବ। ଶେଷରେ ମୁଁ ଏତିକି କହିବି, ଜଗନ୍ନାଥ ସଂସ୍କୃତିରେ ଗଢ଼ା ମୋର ଏଇ ମାଟି ମା, ପୁଣ୍ୟମୟୀ, ଦେବମୟୀ, ବେଦମୟୀ ଓଡ଼ିଶାରେ ଆଜି ବି ଗୀତ ଗୋବିନ୍ଦ ନ ଶୁଣିଲେ ମହାପ୍ରଭୁଙ୍କର ନିଦ ହୁଏନି। ଦେବଦାସ ନୃତ୍ୟ ନ ଦେଖିଲେ ତିନି ଠାକୁରଙ୍କର କ୍ଳାନ୍ତି ମେଣ୍ଟେ ନାହିଁ। ଏଇ ତ ମୋର ପରିଚୟ। ତେଣୁ କେବଳ ବିଦ୍ୟାଳୟ ଶିକ୍ଷା ହିଁ ଓଡ଼ିଶାର ଲୋକକଳାକୁ ବଞ୍ଚାଇ ରଖିପାରେ। ଧନ୍ୟବାଦ।